জয় জগন্নাথ স্বামী কি জয়। মা ପାଇଁ ସୁନ୍ଦର ଭିଡିଓଟିଏ। ମା ମା ବୋଲି ଏଇ ଗୋଟିଏ ଅକ୍ଷର ଦୁନିଆରେ ସବୁଠୁ ମଧୁର। ପଣ ତକାନିରେ ଘୋଡେଇ ଦେଲେ ଛୋଟ ଲାଗେ ଏଇ ସଂସାର। ଆହା ହା ହା କି ସୁନ୍ଦର ନାଟିଏ ମା। ମା ମା ବୋଲି ଗୋଟେ ଶବ୍ଦ ଶୁଣିଲା ପରେ ସତେ ଯେମିତି ଲାଗୁଛି ଏ ଦୁନିଆରେ ଏ ଶବ୍ଦକୁ ଛାଡିଦେଲେ ଆଉ କିଛି ଶୁଣିବା ପାଇଁ ଶବ୍ଦ ନାହିଁ। ହେଲେ ଏ ସ୍ୱାର୍ଥପର ଦୁନିଆ ମାକୁ ନେଇ କୋଉଠି ବସେଇଛି? ବୃଦ୍ଧାଶ୍ରମ, ଫୁଟପାଥ, ଆଉ ଏ ସ୍ୱାର୍ଥପର ଲୋକ ଏ ମାର ଭଲ ପାଇବା, ସ୍ନେହ, ଆଦର ଓ କଣ ବୁଝିବେ, କଣ ବୁଝୁଛନ୍ତି? ଆଜି ମାର ହାତ ଗୋଡ ଭଲ ଅଛି, ଅନେକ ରୋଜଗାର କରୁଛି, ଖାଇବା ଗଣ୍ଡେ ଦେଇପାରୁଛି, ମା ବୋଲି ସମସ୍ତେ କୁଣ୍ଡେଇ ପକାଉଛନ୍ତି। ଆଉ ସେଇ ମା ଯେତେବେଳେ ବୁଢୀ ହୋଇଯାଉଛି, ବୟସ ହେଇଯାଉଛି, ଚାଲି ଉଠି ପାରୁନି, ସେତେବେଳେ ସେଇ ମାକୁ ନେଇ ବୃଦ୍ଧାଶ୍ରମରେ ଛାଡି ଦିଆଯାଉଛି, ଫୁଟପାଥରେ ଛାଡି ଦିଆଯାଉଛି। ଏ ହେଉଛି ଆମର ମଣିଷ ପଣିଆ। ଯୋଉ ମା ଦିନେ ନିଜେ ନ ଖାଇ ତା ପିଲାକୁ ଖାଇବାକୁ ଦେଇଥିଲା, ରାତି ଦିନ 24 ଘଣ୍ଟା ନ ଶୋଇ ପିଲାକୁ ଶୁଆଉଥିଲା, ହେଲେ ଆଜି ଏ ଦୁନିଆରେ ସ୍ୱାର୍ଥପର ମଣିଷ ସେ ମାକୁ ନେଇ ବୃଦ୍ଧାଶ୍ରମରେ ଛାଡି ଦିଆଯାଉଛି। ହେଲେ ଏ ଯୋଉ ମାର ମୋ ପ୍ରତି ଭଲ ପାଇବା, ମୋ ପ୍ରତି ସ୍ନେହ, ମୋ ପ୍ରତି ମମତା, ଏକୁ ମୁଁ କେବେ ଭୁଲି ପାରିବିନି। କାହିଁକି ନା ଇଏ ପରା ମୋ ମା, ମୋ ବୋଉ, ଏକୁ ମୁଁ କେବେ ଭୁଲି ପାରିବିନି। ମୁଁ ଯେତିକି ଦିନ ପାଇଁ ଆସେ ମୋ ମା ପାଖକୁ ବହୁତ ଭଲ ପାଇବା ମୋ ମା ମତେ ଦିଏ, ଆଉ ତାପରେ ମୁଁ ମୋ ବସାକୁ ଫେରିଯାଏ। ଯୋଉ 3-4 ଦିନ ମୋ ମା ପାଖରେ ରୁହେ ମତେ ବହୁତ ଖୁସି ଲାଗେ, ହେଲେ ଆସିଲା ବେଳେ ବହୁତ କାନ୍ଦ ଲାଗେ। ମାର ଭଲ ପାଇବା, ମାର ସ୍ନେହ ଏତେ ଯେ ମୋ ଉପରେ ଯେତେ ଦୂରରେ ଥିଲେ ବି ମତେ ଲାଗେ ସତେ ଯେମିତି ମୋ ମା ମୋ ପାଖରେ ଅଛି।